କିନ୍ତୁ ବାପା ମାଙ୍କ ଗର୍ବ ବଢ଼ିବ। ଏତିକି ତୋତେ ମୁଁ ଆଶୀର୍ବାଦ କରୁଛି ଜଣେ ବ୍ରାହ୍ମଣ ହିସାବରେ, ଆଉ କିଛି ହଉ ହଉ। জ্ঞানী লোক জানি পড়াশোনায় পুরো ঘষি পাঠ কিন্তু পরিবেশন ঠিক নেই, কিন্তু জ্ঞানী মানিবি। যেতে গায়ক সাঙ্গে ওড়িশায় গাইছি শিশির পাড়িঠু ধরি অমর দাস পর্যন্ত যেতে গায়ক প্রয়াস পাই জ্ঞান তা পাখে পাঠ আছে, কিন্তু এ মূর্খ ঠিক টিউশন করে পারুনি। পাঠ করলে তোরে থার্ড ডিভিজনে পাস করিকি টিউশন করব তা পিলা কলেক্টর হে ফার্স্ট ক্লাস পাই। জনে পিএইচডি লাভ করিকি টিউশন করব তা পিলা ফেল হব। আঙ্ক টিচিং প্রসেসে ঠিকই নাই, প্রয়াস পাই ভালো গায় গুড়ে শিখেছি, কিন্তু পেন্ডাল করে শ্রোতাঙ্ক মন কিଣିବା ସେ ପାୱାରଟା ତା ପାଖରେ ନାହିଁ। ଇଏ ମୋ ଦ୍ୱିତୀୟ ଭାଗରେ 400 ଲୋକ ଥିଲେ, ତୋ ଦ୍ୱିତୀୟ ଭାଗରେ 16 কি পালা করছে 16 লোক ରହିଲେ ରାତିରେ ଅନୁଷ୍ଠାନ ଯୋଉ 10-12 ହଜାର ଲେଖେ ଦେବ, ତାହେଲେ ଗୋଟେ ଲୋକ ମୁଣ୍ଡ ପିଛା କେତେ ଟଙ୍କା ପଇଲା? ତାହେଲେ ସେ ପାଲା ଦେଖି କଣ କି ଆସି ଅପେକ୍ଷା ଦେଖିଥିଲେ ଟଙ୍କା 200 ଦେଲେ ଗୋଟେ ଟିକେଟ ହେଇଗଲା, ଦେଖିଲେ ଟାଇମ ପାସ୍ ହେଇଗଲା, ପାଲାକୁ କଣ କି ଆସି। ମୁଁ ତ ଆଉ ବେଶୀ ଦିନ ପାଲା ଜଗତରେ ନୁହଁ, ଛୁଆବେଳୁ ଗାଇ ଗାଇ
ପାଖରେ ପହଞ୍ଚିଲା ଯାଇକି ଇଏ ଚାଲିବନି ଅରେ ମୂର୍ଖ ବାପ ଘରେ ପ୍ରତ୍ୟେକ ଝିଅ ଗୋଟେ ଗୋଟେ ଘର ଘର କହୁଛନ୍ତି ଘର ଝିଅ କଥା ଶିଖାଇ ଦେବୁ କିଛି ସେ ମୁଁ ଖାଲି ଭୁଲ ତାହେଲେ ଆପଣ କୋଉଠୁ ବାପ ଘରେ କାହାକୁ ଛାଡ଼ିକି ଗଲା ଯେ ସ୍ୱାମୀକି ପାଇଲା ବାପ ଘରେ ସ୍ୱାମୀକି ଛାଡ଼ିଲା ଶ୍ୱଶୁର ଘରେ ସ୍ୱାମୀକି ପାଇଲା ସ୍ୱାମୀକି ଛାଡ଼ିଲା ମାନେ ଗୋଟେ ଆଗରୁ ତାର ସ୍ୱାମୀ ଥିଲା ଆଉ ଲଭରଟା ସିଏ ଯାହା କହୁଛି ସେଇଆ ଆଉ ସ୍ୱାମୀ ଯାହା ଲଭର ସେଇଆ ମାନେ ତାହେଲେ ପ୍ରତ୍ୟେକ ଝିଅ ଯେତେବେଳେ ଆଗରୁ ତା ସ୍ୱାମୀକି ଛାଡ଼ି ସ୍ୱାମୀ ପାଆନ୍ତି ମୋ ସ୍ତ୍ରୀ ଅଛି ଆଗରୁ ଗୋଟେ ସ୍ୱାମୀ ଅଛି ମୁଁ ବି ଦ୍ୱିତୀୟ ନମ୍ବର କେଜାଣି ମୁଁ ତୋର କେତେ ହିସାବ ଆମକୁ ତାହେଲେ ମୁଁ ଡୁପ୍ଲିକେଟ୍ ଆରେ ମୂର୍ଖ କଥା ବୁଝିଗଲେ ସବୁ ଜାଣିଯିବୁ କେମିତି ବାପରେ ସ୍ୱାମୀ ଛାଡ଼ି ସ୍ୱାମୀ ପାଇଲା ତମରି ବହି ମା ଲେଖା ହେଇଛି ଲକ୍ଷ୍ମୀ ପୁରାଣ ଆଜ୍ଞା ଯେଉଁ ନାରୀ ସ୍ୱାମୀ ଛାଡ଼ି ଦେବ ଲକ୍ଷ୍ମୀ ପୁରାଣରେ ଲେଖା ହେଇଛି ଯେଉଁ ନାରୀ ସ୍ୱାମୀ ଛାଡ଼ି ଦେବତା ପୂଜଇ ମୁଁ ଏ ପିଢ଼ିରେ ବଲୁଛି ନା ମନ ବଲୁଛି ତାକୁ ଏ ମନ ଗୁଡ଼ା ଯାଇଥିବେ ଲଗିକି ବଲୁଛି କଣ କାହାର ନଥିବ ଚୁଲିରେ ଚାଳ ମା ମାନେ ନଚିଲିବେ ପିଲାର ବାଳ ମା ମାନେ ଛୁଆର ବାଳୁକୁ ଚିହ୍ନି ପାରିବେ ଆରେ ବାଳୁକୁ ଚିହ୍ନନ୍ତି ଯେ ମୁହଁକୁ ଚିହ୍ନନ୍ତି ବାଲା ବାଲି ବୋଲୁଛି କଣ କହିବି କାହାକୁ କହିବି କପାଳରେ ସିନା କର ନାହିଁ ଚୁନା ମାଛ ଟିକେ କମି ଯାଉଛି ଗୋଟେ ଭୋଲ୍ଟେ ଦେଖିଲି ତେଣୁ ମୋର କହିବାର ତାତ୍ପର୍ଯ୍ୟ ପ୍ରତ୍ୟେକ ଝିଅ ମାନଙ୍କର ବାପ ଘରେ କେମିତି ସ୍ୱାମୀ ଅଛନ୍ତି ଆଗ ବିବାହ ପରେ ଦେବତା ପୂଜା ନାହିଁ ବୋଲିକି କାଟିଯାଏ ଯେଉଁ ନାରୀ ଯେଉଁ ସ୍ୱାମୀ ଛାଡ଼ି ଦେବତା ପୂଜଇ ଏ ଓଡ଼ିଆ କଥା କହିଲେ ବୁଝିବା ଭାରତ ପଞ୍ଚମ ବେଦରେ ବ୍ୟାସ ଲେଖିଲେ ନାସ୍ତି ସ୍ତ୍ରୀଙ୍କୁ ଧର୍ମ ଲୋକବାସାଦିକା କ୍ରିୟା ଆୟୁଷ ହରତେ ଭରତୁ ନାରୀ ନରକଙ୍ଗ ଭାରତ ପଞ୍ଚମ ବେଦରେ ବ୍ୟାସକୁ କହିଲେ ন ତୀର୍ଥ ସେବା ନାରୀ ନାହିଁ ନାରୀ ମାନଙ୍କର ତୀର୍ଥ ବ୍ରତ କିଛି ନାହିଁ ন ଉପବାସାଦିକା କ୍ରିୟା ଉପବାସାଦିକା କ୍ରିୟା ଉପବାସ ଯିଏ କରିବ ଆୟୁଷ ହରତେ ଭରତୁ ସ୍ୱାମୀଙ୍କର ଆୟୁଷ ସେତେ ଦିନ ସରିବ ଏବେଠୁ ସାବିତ୍ରୀ ବ୍ରତ ଗଲା ଆଜ୍ଞା ପ୍ରତ୍ୟେକ ସ୍ତ୍ରୀ ଲୋକ ଦିନ ସାରା ଉପାସ ରହିବେ ସାବିତ୍ରୀ ସ୍ୱାମୀଙ୍କ ପାଇଁ ବ୍ରତ ସିଏ କରିବେ ଆଉ ଦେବତାଙ୍କ ପାଇଁ କରିବେ ବୁଝିଲୁ ତା ମାନେ କଣ ଏ ବ୍ରତ ବୁଝିଲୁ ବ୍ୟାସ କହିଲେ ନାରୀ ତୀର୍ଥ ବ୍ରତ କରିବନି କିଛି ଦେବତା ପୂଜା କରିବନି କେବଳ ସ୍ୱାମୀ ସେବା କରିବ ଯଦି କଲା ତାହେଲେ ସିଏ ବିଧବା ହବ ବ୍ୟାସଙ୍କ ବାପା କିଏ ପରାଶ ସିଏ କଣ କହିଲେ ନାସ୍ତି ସ୍ତ୍ରୀଙ୍କୁ ଧର୍ମ ଲୋକବାସାଦିକା କ୍ରିୟା ଆୟୁଷ ବାର୍ଦ୍ଧତେ ଭର୍ତ୍ତୁ ନରକଂ ଚୈବ ଗଚ୍ଛେତ୍ ସିଏ କହିଲେ ନ ତୀର୍ଥ ସେବା ନାରୀ ଇଏ କହିଲେ ନାସ୍ତି ସ୍ତ୍ରୀଙ୍କୁ ଧର୍ମ ଟିକେ ବଦଳିକି ବାପୁ ଉପରେ ଲେଖା ପରାଶର କହିଲେ ସିଏ ଯେତେ ଦିନ ଉପବାସ କରିବ ସ୍ୱାମୀଙ୍କ ଆୟୁଷ ସରିବ ମହାଭାରତ ଭଳି ପଞ୍ଚମ ବେଦରେ ତ ସେୟା କୁହାହେଲା ତାହେଲେ ମା ମାନେ ଦେଖ ଓଷା ଉପବାସ କଲେ ଆୟୁଷ ସରୁଛି କି ନାହିଁ ସ୍ୱାମୀଙ୍କର ତାହେଲେ କଣ କରିବ ନା କେବଳ ସ୍ୱାମୀ ସେବା କରିବ ବିବାହ ପୂର୍ବରୁ ଝିଅ ଭଗବାନଙ୍କ ସେବା କରିପାରିବ ଯଦି ସ୍ୱାମୀ ଚାଲିଗଲେ ତମ କର୍ମ ଅନୁସାରେ ବିଧବା ବ୍ରହ୍ମଚାରୀ ବ୍ରତକୁ ପାଳନ କରି ପୁଣି ଭଗବାନ ରୂପକ ସ୍ୱାମୀକି ପୂଜିବ ପିଲାବେଳେ କୋଉ ସ୍ୱାମୀକି ପୂଜୁଥିଲ ପୁଣି ହେଲା ବେଳେ ଯଦି ବିଧବା ହେଲା ସେଇ ସ୍ୱାମୀକି ପୂଜିବ ପୂର୍ବ ସ୍ୱାମୀକି ଭଜିବ ଜ୍ଞାମ୍ବର ମତ କୀଚକ ବ୍ରତ ପୂର୍ବ ସ୍ୱାମୀ କିଏ ବାହାଘର ପୂର୍ବରୁ ଯିଏ ସମାନେ ଭଗବାନ ଶବ୍ଦର ଅର୍ଥ ସ୍ୱାମୀ ବୋଲି ପୁରା ଲେଖା ହେଇକି ଦେଖିଲି ସ୍ୱାମୀ ରୂପ
तारे कहाँ को छाड़ी की पाइले स्वामी की छाड़ी के स्वामी की पाइले ये स्वामी की पूजा कला बड़े से स्वामी को पूजा नहीं उन्हीं विधवा है ब्रह्मचारी एक ही श्री भगवान स्वामी की पाइले तारे आलोचना पूछ माँ भगवान कृष्ण केमिति कोटि कोटि लुगा द्रौपदी तारे द्रौपदी किए लुगा किए ना हनुमान को लेते हुए लांगड़ो कथा कहूँ लांगड़े लंका वाला मुंडे पूरा लुगा हनु बोली बोली ना लुगा सुनी जो लांगड़े लुगा बुझा बोले लंका जाकर लुगा बुझे ये लांगड़ो पूरो सेमती महाभारत रे लिखा है कि द्रौपदी की जैसे लुगा भीड़े लुगा नो सोई ये कथा बाला शिखिलोनी माने कपट धर्म तो ही नहीं स्वभावे शास्त्र से बोलाई शास्त्र कहा कौन की पद शिखी जाब बाला बाला सब मने पकई देबी ताहले गाय करते हम केते शास्त्र सीखे कपट धर्म तो ही नहीं स्वभावे शास्त्र से बोलाई शास्त्र रे केते हाथ घुस ये भी तो भगवान ने हाथों को वही ले ले खाली जब हारना एक फैंटास्टिक होता शास्त्र में लिखाई थी हनुमान तो लांगड़ो पढ़ुचे गाजा को बुली बुली छोड़ियो अरे हनुमान को एक फैंटास्टिक आवाज को पाला को है धावाचे लांगड़ो शब्दर अर्थ पुच्छ पुच्छ शब्दर आश्रय जे ब्रह्म को आश्रय करिछि ताकू जेते संसार वासना गुरिबो वासना बसन चैव शास्त्र रे लुगा त्याग करिबो शयव विविधम करता बुझुछि संसार वासना ईश्वरीय वासना दी प्रकार वासना तो दी प्रकार लुगा हनुमान जी ईश्वरन तो वासना को भीतर परिचंती बोली संसार वासना जेते बुलेइले लंका रे ताकू बांधी पारू नाही प्रथमे कराम सुरसाकू भेट कला कही सुरसा बेटे सुंदर झील को प्रथमे आपण पठेना हनुमान ब्रह्मचारी ब्रह्म को आश्रय कर तू ना मत कहीं मुझे बाजा को मुझे कहीकि खसिले बुझ लंका गोटा अशुणी लगिया खाली हनुमान बाजी तपस्या नष्ट कर गोटाए मुख देले सी परीक्षा को बाबाजी भागी कहतु जिते संसार आसना ब्रह्म को आश्रय कर लोक पुछरे लगे सी लादिकी रखियो ना पाइब आग्रह करवा बढ़ी पढ़ी गले थरे पूर्ण चंद्र परी आउ कि पाइब पढ़ी फुटिला फुलकी फुटे आउ घरे फुटे बिना बाबू जेतबे प्रथमे बाला गायक शिखिली आम गाँव जो लोक बी पास कर प्रयास कहलु कौ फुल फुटे ना कि बढ़ई ना कौ फुल फुटे कौटा भाजी मुझे फुटिला फुल कि फुटिया फुटे सीना फुल सी एका बुझे आम गायक कहते मुझी शांत 20 वर्ष रवि सामंतर को टाइम तुम कौ अवस्था रवि सामंतर कथा कहू जगह पाला होता गोटे बुढ़ीमा कला रवि सामंतर हसुक तो पाला पाए ये पुणी रवि सामंतर मुह उपाड़ी पारि ये कहते 20 वर्ष टाणी देवी तुम तो 2 पैसा बुंदी रवि सामंतर मकची के पार्टी अरे तुम कैपेसिटी केते मुझे देखुची आम गाँ पिपुड़ी तुम टोके आम गाँव जे मासिकिया गायक ये पटे कटिकिया बर्षिकिया भी पाई मुझे मिछ कहूनी कि कटिकिया नाच तेणु नाचुआ लोक पुणी पाठुआ को परास्त करेंगे ऑफिसा आनते खाता को न्याय जीवनी गोटे गोटे पुणी पड़ी सब शुणी आज पदारे पकई रखी
ଆମ କଥା ବଢି ଗଲେ ଥରେ ପୂର୍ଣ୍ଣ ଚର୍ଚ୍ଚ କରି ଆଉ କି ପାରିବ ବଢି ଯଦି ହାତ ଥରେ ବଢି ଯାଇଛି ଆଙ୍ଗୁଳ ଥରେ ବଢି ଯାଇଥିବା ଆଉ ଜମା ବଢିବନି ଯଦି ବଢିବ ସେ ଶାସ୍ତ୍ର କଥା ନୁହେଁ ଅନଶାସ୍ତ୍ରୀୟ କଥା ତାହେଲେ ହନୁମାନଙ୍କର ତ ଆଙ୍ଗୁଳ ବଢିବନି ଲୁଗା କେମିତି ପାଉନି ସଂସାର ବାସନା ଯେତେ ବୁଡିବ ଜ୍ଞାନୀ ଲୋକ କହିବ କଣ ସେ ସଂସାର ମିଳିଥିଲେ ଈଶ୍ୱର ବଳ ଆଉ କହିଲେ ଯିବେ ଆଉ ତାହେଲେ ଆମ ବା ଯାଇପାରିକି ଆମେ ଗୋଟେ ତମକୁ ନେଇକି ଘରେ ଛାଡ଼ିବୁ ଆମର ବାଇ ସବୁଟା କଂସା ବାଜିବୁ ସେ କଥା ହଉଛି ସବୁବେଳେ ତାହେଲେ ହନୁମାନ କିଏ ବୁଝିଗଲ ତାଙ୍କୁଳ କେମିତି ବଢୁନି କି ଲୁଗା ବୁଡିଲେ ପାଉ ସେମିତି ଦ୍ରୌପଦୀ ଯେତେ ଭିଡା ହଉଛି କାହିଁ ଲୁଗା ସରୁନି ନା ହନୁମାନ ଶବ୍ଦର ଅର୍ଥ ଜ୍ଞାନ ଗୁଣର ସାଗର ଶହେ ହନୁମାନ ଜ୍ଞାନ ଗୁଣ ସାଗର ଶହେ ପ୍ରତିଶତ ହନୁ ପୂଜାର ନା ବାନର କାହିଁ କହୁଛି ନା ରେ ବୋକା ହନୁମାନଙ୍କର ଜୋତା କରିଛି ପର୍ଯ୍ୟନ୍ତ ବୁଝିପାରିଲୁ ବାନପ୍ରସ୍ଥି ନରୁକୁ ବାନର ବାନପ୍ରସ୍ଥି ନର ସମାନେ ବାନର ତମେ ଛୋଟ ପିଲାଙ୍କ ପାଇଁ ଏକ ମାଙ୍କଡର ରୂପ ସେଇଥିପାଇଁ କି ଋଷ୍ୟ ରୂପରେ ଋଷିମାନେ ରୂପ ହେଇକି ଯୋଉଠି ବସୁଥିଲେ ହନୁମାନ ବି ସେଇଠି ଅଛନ୍ତି ତମ ଗାଁରେ ମାଙ୍କଡ ବୁଲିଲେ ଭଳିଆ ସେ ବୁଲୁଥାଏ ଋଷ୍ୟ ମୁକ ପର୍ବତରେ ଝିଅ ମୁକ ହେଇକି ବସନ୍ତି ସେ ବାନପ୍ରସ୍ଥି ନର ଛୋଟ ପିଲାଙ୍କ ପାଇଁ ମାଙ୍କଡ କେତେ କଥା ମନେ ରଖିଲେ ଗାୟକ ହବ ଶାସ୍ତ୍ର ବୁଝିବ ଶାସ୍ତ୍ର ତ ତମେ ବୁଝେଇ ସାରିଲଣି ନିଜେ ବହୁତ ପାଲା ବୁଲି ଯାଉଛି ଆମେ ବୁଲଉଛୁ ନା ତମେ ବୁଲଉଛୁ ଆମେ ତମକୁ ଉଠଉଛୁ ମନେ ରଖ ବୁଝିଥାଅ ପାଲା କଥା ନା ତାହେଲେ ଠିକ ଅଛି ଯିଏ ପଚାର ଦ୍ରୌପଦୀ କେମିତି 5ଟା ଟଙ୍କା ବାହାରା କହୁନାହାନ୍ତି ଆମ ପୁଅ ପିଲା 5ଟା ଝିଅ ପିଲା ବାହାରିପାରିବେ ଗୋଟା ଝିଅ ପିଲା କୁହା 2ଟା ବାହାରିପାରୁଛୁ ତା ସ୍ୱାମୀଟାକୁ ମର୍ଡର କରିଦେବି ଗୁପ୍ତ ପ୍ରୀତି କଲେ ବି ମର୍ଡର କରାହଉଛି ଆମ ସୁପ୍ରିମକୋର୍ଟ କହିଲା ପରକିଆ ପ୍ରୀତି ହବ ଏବେ ଭାଇରେ ହାଣି ଦେଇକି କବାଟ ଦେଇକି ପଳଉଛନ୍ତି ସୁପ୍ରିମକୋର୍ଟ କାହିଁ ଧରି ବସିଛ ତମେ ତ ଆଇନ ତିଆରି କରିଦେଲେ ପରକିଆ ପ୍ରୀତି କି ଫ୍ରି ଆରେ ତମ ଘରେ ସେମିତି ହଉଛି ତମେ ସେମିତି ଆଇନ ତିଆରି କରିବ ଦେଖନ୍ତୁ ଆମ କଥା ଭିତରକୁ ଆସନ୍ତୁ ଦ୍ରୌପଦୀ କେମିତି 5ଟା ଟଙ୍କାକୁ ଜମା ଯାଇନି ହବନି ତାହେଲେ ଦ୍ରୌପଦୀ କିଏ ଦେଖିଦେଲା 5 ଟଙ୍କା ବାହା ହବ ସିଏ ତମେ କହିବ ନା ମୁଁ କହିବି ତମକୁ ବତେଇବି ନା ଦେଖନ୍ତୁ ଥରେ ଦିଲ୍ଲୀରେ ଜଣେ ରାଜା ତାଙ୍କ ନାଁ ହଉଛି ସୁଜାଉଦ୍ଦିନ ମହମ୍ମଦ ଖାନ 1727 ଖ୍ରୀଷ୍ଟାବ୍ଦ ସେ କହିଲେ ଭାରତ କଣ ଗୋଟେ ପଞ୍ଚମ ବେଦ ଆଉ ମୋ ନାଁରେ ତା ଭବାନୀ ମହାଭାରତ ଯିଏ ଲେଖିଦବ 1 ଲକ୍ଷ ସୁବର୍ଣ୍ଣ ତାକୁ ଦାନ ସବୁ ଆମ ଦେଶର ରାଜା ମାନେ ଗୋଟେ କବି ସମ୍ମିଳନୀ ଗଲେ ଯୋଉ କବି ଲେଖିଦବ ନବାବୀ ମହାଭାରତ 1 ଲକ୍ଷ ସୁନା ମୁଣ୍ଡା ତାକୁ ଦାନ ଦିଆ ମାନେ କବି ରାଜି ହୁଏ আরে ভারত পঞ্চম বেদ কোনটা মুসলমান নাম লেখা হব এইটা দিয়ে বলে মনুষ্য সম্মিলিত সব বাঙালি হবে সে তো জানিস বাঙালি ব্যাস বাবাজি তাহলে সেগুলা বাজিকে সম্মিলিত মানে কেউ বাজি আজ ସେସବୁ ରାଜା କହିଲେ ତମ ସବୁ କବିଙ୍କ ମୁଣ୍ଡ କାଟୁ ଆମ ପାଖରେ ଟୋକା ଥିଲା ଗୋପାଳ ଭାଣ୍ଡ ରହସ୍ୟ ବହି ପଢିଥିବ ଗୋପାଳ ଭାଣ୍ଡ ଦେଲେ 10ଟି ସୁନା ମୁଣ୍ଡା দিয়ে ଗାଡିକୁ ମହାଭାରତ ଲେଖିବି ଯୋଉଟା ମୁସଲମାନ ନାଁରେ ମହାଭାରତ ଲେଖିବ ବୋଲି ମୁଁ ଗୋପାଳ ଲେଖିବି ଆଜ୍ଞା ସ୍ତ୍ରୀ ଜାତୀୟ କଲା ରଖଣା ଭଲ ଭାବରେ ସୁନା ମୁଣ୍ଡା ଦେଇଛନ୍ତି ରାଜା ରୋଷେଇ କର ମୁଁ ମୁଣ୍ଡ ଠିକ ହେଲେ ମୁସଲମାନ ରାଜା ନାଁରେ ଲେଖିବି ମହାଭାରତ ଖାଇଲେ ପିଏ 6 ମାସ ଗଲା ତାଙ୍କ ସ୍ତ୍ରୀ କହିଲେ ତୁମେ ମହାଭାରତ ଲେଖିବ ନା ଘରେ ବସିକି ଖାଇ ଖାଉଛ ତୁ କରିକି ଆସିନାହାନ୍ତି ଆଜ୍ଞା ଆଉ ଆସିନାହାନ୍ତି ବର୍ଷା ହଉଛି
ସତ୍ୱନ ଆଜ୍ଞା ଆଚ୍ଛା ମାମାନେ କଥା କହୁଛନ୍ତି ମୁସଲମାନ ରାଜାର ସ୍ତ୍ରୀ କହୁଛି ଏମାନେ ନାଇଁ ନାଇଁ ଗୋପାଳ ପାଣ୍ଡବଙ୍କର ସ୍ତ୍ରୀ କହୁଛି ଆରେ ସ୍ୱାମୀ ନାଗ ନଦୀ ନିଆ ନାରୀ ନର ସବୁ ନିରତରେ ଥିବ ସଦା বলে নিমি সবাই থেকে উপর ধারিছে সবাই পাখি খোদা ସବୁଯାକ ନଅମାନଙ୍କ ଲୋକ ନାଗ ନଦୀ ନିଆଁ ନାରୀ ନରେଶ ୟାକୁ ସଦାବେଳେ ଜଗିକି ଚାଲିଛ ପଞ୍ଚଙ୍କର ଭୂପତି ଚୌକିଟା କେତେ କବି ଆସୁଛନ୍ତି ଦେଖନ୍ତୁ 9 ପଦରେ କବି କହେ ନାଗ ଛୋଟିଆ ବୋଲିକି ଛାଡ଼ି ଆସିବେ ନଦୀ ଟିକି ନଦୀ ବୋଲିକି ଭରସିକି ପଶିକି ନିଆଁ ଟିକି ବୋଲିକି ଛାଡ଼ି ତ ଗାଁ ପଡ଼ିଲ ନରେଶ କହିଲେ ରାଜା ରାଜାକୁ ମୋର ବୋଲିକିରି ନିଜର କହିକିରି ଯଦି ଟିକେ ମୁଖ୍ୟ କଥା କହିଦବ ସେ ତମକୁ ଗୁଣ୍ଡା ଦ୍ୱାରା ମର୍ଡର କରିକି ପୋତା ଉଡେଇବେ ନବଦାସ ମର୍ଡର ହେଲା କିଏ ମାରିଛି ବୋଲି ଘର କହୁଛୁ ଇଏ ବଡ ଏବେ ଆମକୁ କିଏ ପଚାରେ ସେଇଥିପାଇଁ ନାଗ ନଦୀ ନିଆଁ ନାରୀ ନାରୀ କି ବି କେତେବେଳେ ମା ତମକୁ ବିଶ୍ୱାସ କରିବି ତମକୁ ବି ଘରେ କହୁଛି ବୋଲି ମୁଁ ଖରାପ କହୁଛି ଆଚ୍ଛା ନାରୀ କି କାହିଁ ବିଶ୍ୱାସ କରିବୁନି ନାଇଁ ୟା ଭିତରେ ବି ସମାଜ ଶିକ୍ଷା ଅଛି ଅରେ ଯଦୁମଣି ମହାପାତ୍ର ଘରେ ନାରୀ କି କାହିଁକି ସତ କହିବନି ବିଶ୍ୱାସ କରିବି ତାଙ୍କ ସ୍ତ୍ରୀ କି କହିଲେ ସୁରକ୍ଷଣା କଥା ଯୋଉଠି ଅଛି ମନ୍ତ୍ରୀ ବ୍ୟସ୍ତ ହେବେ ମୁଁ କାଲି ଗୋଟେ ସ୍ୱପ୍ନ ଦେଖିଛି ମୋ ବଳ ଦ୍ୱାରକୁ ଛଡ଼ା ଗଲାବେଳେ ସମଙ୍କର ଦୂତ କାଉ ଗୁଡ଼ାଏ ଉଡ଼ିକି ପଳେଇଲେ ତମେ ଯଦି କାହା ଆଗରେ କହିବ ମୁଁ 6 ମାସ ଭିତରେ ମରିବି ତମେ ରାଣ୍ଡ ମୋ ସ୍ୱାମୀ ମରିଲେ ମୁଁ ପୁଣି କାହା ଆଗରେ କହିଲେ ଦି ଘର ରହିଅଛି କହିବନି ମୁଁ କାହା ଆଗରେ କହିବି ତା ପରଦିନ ସକାଳୁ ଆଜ୍ଞା ସାଙ୍ଗସାଥିରେ ଯଦୁମଣିଙ୍କ ସ୍ତ୍ରୀ ଗାଧେଇ ଯାଇଛନ୍ତି ନାର ଖାଲି ନବା କଣ କହିଲୁ ଟିକେ ଦିଆଲୁ କେମିତି ନବା କିଏ ଥିଲୁ ତ ଗୋପାଳ ଭାଣ୍ଡ କଣ କଲେ ସିଧା କାଗଜ ଲିଖିତ ଖାପୁରେଇ ଓଳିଆ ଉଳି ପୁରେଇକି 10 ଖାକ ଦେଲେ ମହାଭାରତ ଆମର ବଡ ଗ୍ରନ୍ଥ ଓଳିଆ ଘେଟେ ଦିଲ୍ଲୀ ସାରା ସବୁ ଦିଲ୍ଲୀ ଗଲେ ଗୋପାଳ ଭାଣ୍ଡ ଯେମିତି ପହଞ୍ଚିଲେ ଏତେ ଦେଇକି ମୁସଲମାନ ରାଜା କହିଲେ ଯାଉ ଗୋଟାରେ ମହାଭାରତ ଲେଖା ହେଇଛି ନା ତାର ଅନୁକୂଳ କରି ଆଣନ୍ତୁ ଆଜ୍ଞା ଦିଟା ସୁନା ମୁଣ୍ଡା ଆଣିକି ଦିଆଗଲା ଭୋକ ଦିଆଗଲା ଆଜ୍ଞା 4 ଭାଇ ବାକି ଅଛି କି ଗୋପାଳ ଭାଣ୍ଡ କହିଲେ ତମକୁ ପଚାରିକି ଲେଖିଦେବି ଆଉ ନା କଣ ବାକି ଅଛି ନା ଆମର ଯିଏ ହିରୋ ତା ନା ଅର୍ଜୁନ ତମର ମହାଭାରତରେ ହିରୋ କିଏ ହବ ସେ ମୁସଲମାନ ରାଜା କହୁଛି ମୁଁ ହେବି ହିରୋ ନା ତାର ଠିକ ଅଛି ମୁଁ ଲେଖିଦେଉଛି ନବାବ ହିରୋ କିନ୍ତୁ ଆମର ଯିଏ ହିରୋଇନ ରହୁଛନ୍ତି ତାର 5ଟା ଟୋକା ସ୍ୱାମୀ ଅଛନ୍ତି ତମ ସ୍ତ୍ରୀର କୋଉ 5ଟା ଟୋକା ସ୍ୱାମୀ ଅଛନ୍ତି ତାଙ୍କ ନାଁ କହେ ମହାଭାରତ ଲେଖିଦେବ ଯେତେବେଳେ ସେ ମୁସଲମାନ ରାଜା କହୁଛି हमारा बीवी सच्चा है ये दाऊ भागी नहीं तो तुम्हारा मुंडो को दिल खड़ कर दिया अरे क्यों थी अरे वो सती स्त्री मैंने मुसलमानों को राजी होगी ता स्त्री और 5टा स्वामी होगी अब वो महाभारत केमिति द्रौपदी रो 5 स्वामी होते केमिति अनुका भिड़े सरुनी ते ताले 5टा स्वामी करछन्ति माय कथा केही आदि हेबि ताले केमिति कथा लेखा है द्रौपदी किए ना ज्ञान बिंदुष्ट द्रौपदी ज्ञानर सार विचार तत्व को कहती द्रौपदी श्री राम तापीय उपनिषद मंत्र ताले ज्ञान को किए लक्ष्य भेद करियो ना जी विद्या अर्जन करियो अर्थ धातु अर्जुन शब्द लेखा है पुराण सप्ताह बेले जी पढ़ ज्ञान को से डायरेक्ट लगे 5 जन बाहर 500 मुखरे हरिकथा अच्छा मो गुरु को कृपा जिते ज्ञान अर्जन कर तमें 5 जन बाहा हो कि नहीं 500 जन विवाह ग्रहण कर पानी ग्रहण अर्थ विवाह जी ज्ञान को टार्गेट रखी 500 लोक ग्रहण कर
ତାହେଲେ ଦ୍ରୌପଦୀ କି 5 ଜଣ ବାହା ହଉନାହାନ୍ତି ଏବେ ହଉଛନ୍ତି କିନ୍ତୁ ସେଇ ଜ୍ଞାନୀ ଲୋକକୁ ତମେ କହିବ ଚାଲେ ପୁରା ଜ୍ଞାନୀ ଲୋକ ତାକୁ କହିବ ପୁରା ଝିଅ ପିଲା ଯାଉଛି ଉଠେଇକି ଦେଇଯା ସେ ସମୁଦାୟ କରିକି ଅବଳା ହବ ସେ କହିବ ପର ସ୍ତ୍ରୀ ମା କରି ପର ଝିଅ ଝିଅ କରି ଆମେ ଟୋକା ହେଇକି ତାକୁ ସୁରକ୍ଷା ଦେବା ନା ଝିଅ ପିଲାର ଚୁଟି ଭିଡ଼ିଆ ଅର୍ଥ ଯେତେ ଦିଆ ଶିଖେଇଲେ ବି ଦ୍ରୌପଦୀ କି ଲମ୍ବା କରିବେ ବୋଲେ ଈଶ୍ୱରଙ୍କର କୃପାରୁ କୋଟି କୋଟି ବାସନା ପହଞ୍ଚି ଯିବେ ତାହେଲେ ଦ୍ରୌପଦୀ କିଏ ନା ଏକ ଜ୍ଞାନ ବିନ୍ଦୁ ଜ୍ଞାନୀ ଲୋକକୁ କେତେବେଳେ କେହି ଲଙ୍ଗଳା କରିପାରିବେ ନାହିଁ କିଏ କରିପାରିବନି ନା ଦୁଃଶାସନ ଦୁଃଶାସନ ପ୍ରକୃତି କୁପ୍ରକୃତି କେତେବେଳେ ତମକୁ ଲଗ୍ନ କରିପାରିବନି କି ଦାଣ୍ଡରେ ଅପମାନିତ କରିଦେବ ନାହିଁ ୟାକୁ ବହି ଲେଖିଲା ବେଳେ କେମିତି ପିଲେ ଦ୍ରୌପଦୀ ବୋଲି ଗୋଟେ ଝିଅ ପିଲା ଥିଲା ପିଲା ସରି ପାରିଲେନି ତାକୁ ତ ଦୁଃଖା ଘୁଷାରେ ଯେ ଦୁଃଖା ଆମର ଦେଲେ ହରି ଖାଲି ତ କୋଟି କୋଟି ଦୁଃଖା ଦେଲେ ତମେ କହିବ କୁସୁମେ କେଉଁଟା କମ କଥା ଆଉ ସେ ଭାଇ ଗୁଡା ଦୁଃଖା ରହୁଛି ଆଚ୍ଛା ଯଦି ମା କୃଷ୍ଣ ଏତେ ଦୁଃଖା ଦେଲେ ବ୍ୟାସ ତ ଲେଖିଥାନ୍ତି ଏଇ ଶ୍ଲୋକ ପଢିଲେ ଦୁଃଖା ହାତ ବାହାରେ ଆମେ ବାହାଘର ଯାଉ କାହିଁ ଦୋକାନ ଯାଇଥାନ୍ତି ବ୍ରାହ୍ମଣକୁ ରଖିକି ପୂଜାପୂଜି କରି ଘରେ ଶ୍ଲୋକକୁ ପଢିଥିଲେ ଶ୍ଲୋକକୁ ଘରେ ପଢିଥିଲେ ଗାଣ୍ଠି ଗାଣ୍ଠି ଲୁଗା ବି କାହିଁକି ବାହାଘରକୁ ଏତେ ଅର୍ଥ ବ୍ୟୟ ହୋଇଯାନ୍ତା ତାରେ ଏଥର ଆପଣମାନେ କୁହନ୍ତୁ ଲୁଗା କିଏ ଈଶ୍ୱରୀୟ ବାସନା ବୁଝୁଛି ହନୁମାନଙ୍କ ପାଖରେ କୋଉ ଲୁଗା ପୂଜା ହଉଛି ସଂସାର ବାସନା ସଂସାର ବାସନା ଜ୍ଞାନୀ ଲୋକକୁ ବାନ୍ଧି ପାରିବନି ବ୍ରହ୍ମକୁ ଆଶ୍ରୟ କରିଥିବାରୁ ପୁଷରେ ପାଇବନି ବୁଝୁଛି ପୁଷ ଲାଙ୍ଗୁଡ଼ ଲାଙ୍ଗୁଡ଼ ଆଶ୍ରୟ ଆଶ୍ରୟ ବ୍ରହ୍ମକୁ ଯିଏ ଆଶ୍ରୟ କରିଛି ତାକୁ ଯେତେ ସଂସାର ବାସନା ରାବଣ ବୁଳଉଛି ପାଉଛି ସେମିତି ଦ୍ରୌପଦୀ କି ଯିଏ ଜ୍ଞାନ ବିନ୍ଦୁକୁ ଟାର୍ଗେଟରେ ଲଗେଇଛୁ ଅର୍ଜୁନ ତାକୁ ଦୁଃଶାସନ ପ୍ରକୃତି ତା ସ୍ତ୍ରୀକି ଅବହେଳା କରିପାରିବ ମୋ ଦେହରେ ଖରାପ ପ୍ରକୃତି ଆସୁଛି ତା କାହାରେ ଆସିବ ଆମ ପାଲାବାଲା ଯେମିତି ଜିଭା ଲାଳସାରେ ମଧୁର ଛାଡ଼ି କରିଯାଆନ୍ତି ଇଚ୍ଛା ଛାଡ଼ି କରିଯାଆନ୍ତି ସେମିତି ଆମର କଣ ମାଛ ଦେଖିଲେ ପ୍ରଥମେ ଇଚ୍ଛା ହଉଥିଲା ମୁଁ ଯେତେବେଳେ ଛାଡ଼ିଲି ମାଛ ସେ ପାଖରେ ପାଳିଆ ଖାଉଥିଲି କାହିଁ ମାଛ ଛାଡ଼ିଲି କି ପ୍ରଥମେ ଭାବି ତାପରେ କହିଲା ରେ ଜୀବ ହତ୍ୟା କରିକି ଖାଇବି ହେ ଈଶ୍ୱର ଦୟା କର ଏବେ ପାଖରେ ମାଛ ଖାଇଲେ ବି ମତେ ଘୃଣା ଆସୁଛି ଅର୍ଥ କଣ ଆଉ ମତେ ଜ୍ଞାନକୁ କେହି ଲଙ୍ଗଳା କରିପାରୁନାହାନ୍ତି ମତେ ଯେତେ ସଂସାର ବାସନା ପ୍ରଥମେ ଗାୟକମାନେ ଘୁରିବେ ଆମ ବାପି ପକେଇ ନିରଞ୍ଜନ ବାହିନୀ କରି ଯିଏ ମୋ ସାଙ୍ଗରେ ଏଠିକି ପ୍ରଥମେ ଆସିଥିଲେ ପ୍ରୟାସ ତୁ ଆଜି ମାଛ ଖାଇବୁ ପିଲା ଉପରେ ମାଛ ଖାଇବି ପୁରା ଆଜି ହେଇଗଲାଣି ମୋ ହାତରେ ଥୋଇଲେ କଥା ଆସି ସ୍କୁଲ ଭାଇ ଏଇଠୁ ଘର ଥାଏ ଆଜବେଷ୍ଟ ରହିଥିବୁ 20 ବର୍ଷ ତଳ କଥା ମନେ ନାହିଁ ବୁଝିବୁଛି ମୁଁ କହିଲି ଆଜି ଖାଇଥିଲି ଆପଣ କୋଉ ଜଣ କହୁଛନ୍ତି କାଲିଠୁ କିନ୍ତୁ ଖାଇଲି ସେ କହିଲେ ତାହେଲେ ଛାଡ଼ ସେ ନଥାଉ ଯେତେ ଚେଷ୍ଟା କଲେ ମୋ ଲାଙ୍ଗୁଡ଼ରେ ସଂସାର ବାସନା ମାଛ ଖାଇବାକୁ ଦିଏ ସେ ପାରିଲେ ଆପଣମାନେ ସେମିତି ଚେଷ୍ଟା କରନ୍ତୁ କେମିତି ଜୀବ ହତ୍ୟା କରିବେନି ମାଛ ମାଂସ ଖାଇବେନି ପ୍ରଥମେ ଘୃଣା ଲାଗିବ ମାଛ ପ୍ରତି ଲାଳସା ଯେହେତୁ ଆଗକୁ ଖାଇଯାଇଛନ୍ତି ଅଭ୍ୟାସ ହେଇଯାଇଛି ମାସେ ଖାଇଦେବେ ଆଉ ଜମା ଇଚ୍ଛା ହବ ତମକୁ ମାସେ ଆମେ ଶହେ କାଟିଲ ମାଛ ତମେ ପୁଣି ତା ଯଦି କାୟ ମନ ବଚନରେ ଛାଡ଼ିବି ବୋଲିକି ନିଷ୍ପତ୍ତି ନବ ମାସେ ବହି ଲେଖାଇଛନ୍ତି ଡରିକି ଛାଡୁଛ ଆଉ ବୁଝୁଛି ଖାଲି ପାପ ହବ ବୋଲି ଆଉ ସାରା ଜୀବନ ଯଦି ଡରିଯିବେ ପାପ ହବ ଜୀବ ହତ୍ୟା କଲେ